ଯେଉଁଟା ଚାହୁଁଛି ଜୀବନରେ ସେଇଟା ମୁଁ କରୁଛି। ଭଲରେ ମୋ ଦ୍ୱାରା ହେଉନି, ତଥାପି ମୁଁ ଥରେ ଚେଷ୍ଟା କରୁଛି। ଯଦି ହେଇଗଲା ତାହେଲେ କ'ଣ। ଏଠି ମୁଁ ମାନେ କାଲି ଆସିଲି ଗୋଟେ ଦେଖିବା ଗୋଟେ କଣ୍ଟା ବାଉଁଶ ଯାକ ଏମିତି ଚଢ଼ି ହେବନି, ତେଣୁକରି ମୁଁ ଗୋଟେ ବାଉଁଶ ହାଣିକିରି ଏମିତି ରଖିଥିଲି। ମାନେ ଲିସନ ଟାଇପ୍ର ସେଇଟା ବାଉଁଶ ଡାଇରେକ୍ଟ ପକେଇଲ ହାଣି ଉପରଟା ହେବ ଏମିତି ଭାବିକି ମୁଁ ରଖିଥିଲି। କିନ୍ତୁ କିଏ ଧରିକି ପଳେଇଛି ଏଇଠୁ। ମାନେ ଲୋକେ ଏମିତି ପାଗଳ ଏମିତି କଣ୍ଟ୍ରୋଲ। ହାଇ ସାଙ୍ଗମାନେ, ମୁଁ ଆପଣଙ୍କ ଦୀପକ ଆମ ନ୍ୟୁ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତ ସାଙ୍ଗମାନେ, ଆଜି ଆମେ ଯିବା ଜଙ୍ଗଲକୁ। ତେଣୁକରି ଆମକୁ କିଛି ଏନର୍ଜି ପାଇଁ ଆମକୁ କିଛି ପ୍ରୋଟିନ୍ ଖାଇବାକୁ ପଡ଼ିବ। ତେଣୁକରି ଏଇଟା ଦେଖିବା କଥା, ଏଇଟା ଆମର ଫଳକୋବି। ଏଥିରେ ଭରପୁର ପାଣି ଭର୍ତ୍ତି ହେଇକି ଅଛି, ମାନେ ପ୍ରୋଟିନ୍ ଏଥିରେ ଭରପୁର ଅଛି। ତ ଏଇଟା ମୁଁ ଖାଇବା ଲାଗିଲି, ଆଉ ଜଙ୍ଗଲ ପାଇଁ ମଧ୍ୟ ବାହାରିଗଲି। ଜଙ୍ଗଲ ଯିବା ପୂର୍ବରୁ ପ୍ରଥମେ ଆମକୁ କାତି ଦରକାର, ତେଣୁକରି ମୁଁ ବାଡ଼କୁ ଯାଇ କାତି ଆଣିବା ଲାଗିଲି। ତ ସାଙ୍ଗମାନେ ଦେଖିବା କଥା, ମୁଁ ବାଡ଼କୁ ପଳେଇ ଆସିଲି ଆଉ ଆମ କାତି ଧରିଥିଲି, କାହିଁକିନା ବିନା କାତିରେ ଜଙ୍ଗଲ ଯିବା ଗଲେ କିଛି ଫାଇଦା ନାହିଁ। ତ ତେଣୁକରି ଚାଲନ୍ତୁ ଯିବା। ଦ୍ୱାର ବନ୍ଦ କରି ମୁଁ ବାହାରିଗଲି ଆମର ଜଙ୍ଗଲକୁ। ତ ସାଙ୍ଗମାନେ ଦେଖିବା କଥା, ଏବେ ମୁଁ ପାଖାପାଖି ପଳେଇ ଆସିଲି ଜଙ୍ଗଲକୁ। ଏଠି ଆମର କାତି ରହିଗଲା ଆଉ ମୁଁ ଏକଲା ହିଁ ଆସୁଛି। ପଛରେ କିଏ ନାହିଁ ଆଉ ଆଗରେ ବି କିଏ ନାହିଁ। ମୁଁ ଜାଣିଛି ମୋ ଦ୍ୱାରା ହେବନି, କାହିଁକିନା ମୁଁ ବଣ ବୁଦା ଏମିତି କିଛି ଜାଣିନି। ତଥାପି ଯଦି ମନ କରୁଛି ତାହେଲେ ମୁଁ ଆଗକୁ ବଢ଼ୁଛି। ସପୋର୍ଟ କରିବା ପାଇଁ ମୋତେ କେହି ନାହାନ୍ତି। ଚାଲନ୍ତୁ, କିଛି କଥା ନାହିଁ, ଏକଲା ହିଁ ସବୁ କିଛି କରିବାକୁ ପଡ଼ିବ। ତ ସେମାନେ ଦେଖିବା କଥା, ଆଉ କିଛି ଅଛି। ଏଇଟା ଆମର ବାଉଁଶ ବାଣ, ଏଇଟା ଆମର ବାଉଁଶ ବଣ। ଫିଲହାଲ ଏବେ ମୁଁ ବଣକୁ ପଳେଇ ଆସିଲିଣି। ଦେଖିବା ଚାଲନ୍ତୁ କ'ଣ ହେଉଛି ଆଗକୁ। ବାଉଁଶ ମୋ ଦ୍ୱାରା ହେବ ନା, ମାନେ ବାଉଁଶ ମୁଁ କାଢ଼ି ପାରିବି ନା ନାହିଁ ସେଇଟା ମୁଁ ମଧ୍ୟ ଜାଣିନି। କିନ୍ତୁ ଚେଷ୍ଟା କରିବା। ଚେଷ୍ଟା କଲେ କ'ଣ ସହଜ ହେଉଛି, ମେହନତ ଲାଗିବ ଟିକେ। ଚାଲନ୍ତୁ, ମୁଁ କାଲି ଆସିଥିଲି, ଖାଲି ଦେଖି ଯାଇଥିଲି ଆଉ ଗୋଟେ ବାଉଁଶ ଗୋଟେ ହାଣିକି ରଖିଥିଲି ଜଲେସନ୍ ଟାଇପ୍ର, ମାନେ କଣ୍ଟା ବାଉଁଶ ଚଢ଼ିବା ପାଇଁ ଟିକେ ଅସୁବିଧା। ତେଣୁକରି ମୁଁ ରଖିଥିଲି, କାଳେ ଥାଇପାରେ ନଥାଇପାରେ। ଚାଲନ୍ତୁ ଦେଖିବା ସେଠି କ'ଣ ହେଉଛି। ଜୀବନରେ ଯେଉଁଟା କରିବା ପାଇଁ ଚାହୁଁଛ କର ଭାଇ, ଚେଷ୍ଟା କର। କିଏ ସାଥ ଦେବେନି ଷ୍ଟାର୍ଟିଂରେ, କେହି ବି ସାଥ ଦେବେନି। ଲୋକଙ୍କ କଥା କେବେ ବି ଭାବନା। ଲୋକେ ତ ଚୁଟିଆ ହେଇଥାନ୍ତି, ସେମାନେ ସବୁବେଳେ ଓଲଟା ସିଧା କହିବେ। ନିଜ କାମ ନିଜେ କର, ଆଉ ସବୁବେଳେ ଏକଲା ହିଁ ରୁହ, ଆଉ ଖୁସି ରହିବା ପାଇଁ ଚେଷ୍ଟା କର। ଆଉ ଚାଲନ୍ତୁ ସେମାନେ ଆମେ ପାଖାପାଖି ପଳେଇ ଆସିଲୁନି। ଟିକେ ରାସ୍ତା ଅଛି, ଟିକେ ରାସ୍ତା କାଟିବାକୁ ପଡ଼ିବ। ତେଣୁକରି ଟିକେ ଭିଡ଼ିଓ ଅଫ୍ କରୁଛି, ଜାଗାକୁ ଗଲେ ମୁଁ ଆରମ୍ଭ କରିବି। ସେମାନେ ଦେଖିବା କଥା, ଏଇଟା ଆମର ଲୋକେସନ୍। ଏଠି ଚାରିଆଡ଼େ ଦେଖିବ ଖାଲି କେବଳ ବାଉଁଶ ହିଁ ବାଉଁଶ ନଜର ଆସିବ। ଏଠି ଆମେ ନେବା କିଛି ବାଉଁଶ। ଏଇଟା ଆମଠୁ ଏଇଟା ମଧ୍ୟ ଦେଖିବା କଥା, ଏଇଟା ମୋ ପାଇଁ ଗାଡ଼ିଠୁ ବି କମ୍ ନୁହେଁ। ଯେଉଁଥିରେ ମୁଁ ଯାଉଛି ଭିଡ଼ିଓ ବନେଇବା ହଉ, ନହେଲେ କେଉଁ ଜାଗା ହଉ ବି, ମୋ ସାଇକେଲ ସାହାଯ୍ୟରେ ମୁଁ ଯାଇଥାଉଛି। ଏଇଟା ବହୁତ କାମ ଦେଉଛି ଆମ ପାଇଁ। ଏଇଟା ଆମର ବୁଲେଟ୍, ଥାର୍, ଏମିତି ଯେକୌଣସି ନାଁ ଦେଲେ ବି କିଛି ଭୁଲ ହେବନି। ତ ଭାଇ ଦେଖ ଭାଇ, ଏଠି ମୁଁ ରଖିଥିଲି ବାଉଁଶ ଗୋଟେ, ଲମ୍ବା ବାଉଁଶ ଗୋଟେ, କିନ୍ତୁ ଟିକେ ଧରିକି ପଳେଇଛି। ଭାଇ ଲୋକେ ବଣକୁ ଆସୁଛନ୍ତି, କ'ଣ କହିବ ଭାଇ। ଏଠି ମୁଁ ମାନେ କାଲି ଆସିଲି ଗୋଟେ ଦେଖିବା ଗୋଟେ କଣ୍ଟା ବାଉଁଶ ଯାକ ଏମିତି ଚଢ଼ି ହେବନି, ତେଣୁକରି ମୁଁ ଗୋଟେ ବାଉଁଶ ହାଣିକିରି ଏମିତି ରଖିଥିଲି। ମାନେ ଲିସନ ଟାଇପ୍ର ସେଇଟା ବାଉଁଶ ଡାଇରେକ୍ଟ ପକେଇଲ ହାଣି ଉପରଟା ହେବ ଏମିତି ଭାବିକି ମୁଁ ରଖିଥିଲି। କିନ୍ତୁ କିଏ ଧରିକି ପଳେଇଛି ଏଇଠୁ। ମାନେ ଲୋକେ ଏମିତି ପାଗଳ ଏମିତି ଚଉତିଆ ହୋଇଥାନ୍ତି, ବଣକୁ ଆସି ନେଇପାରୁନାହାନ୍ତି। କାହାର ପଡ଼ିଥିବ କିଏ ଧରିକି ପଳେଇବ, କିଏ ରଖିଥିବ କ'ଣ ପାଇଁ। କମନ୍ ସେନ୍ସ ବୋଲି ଜିନିଷ କିଛି ବି ନାହିଁ। ବଣକୁ ଆଉଛୁ କ'ଣ ପାଇଁ, ବୁଲିବା ପାଇଁ। ଧରିକି ଗଲେ ହେବନି ହାଣିକିରି, କିଏ ରଖିଥିବ କ'ଣ। ଭାଇ ଏଇଟା ମଣିଷର ନା ବୁଦ୍ଧି ଖରାପ ଥାଉଛି, କାହାର ତାଙ୍କ ଘର ସଂସ୍କାର ଠିକ୍ ନଥାଉଛି, ତାଙ୍କୁ ସେମିତି ଶିକ୍ଷା ଦିଆନଥାଉଛି। ସେଥିପାଇଁ ତାଙ୍କେ ଚୋରି କରିକି ନେଉଛନ୍ତି। ମୁଁ ନେଇପାରୁନଥିଲି ଭାଇ, ମୋ ଦ୍ୱାରା କ'ଣ ଏଗୁଡ଼ା ହାଣି ହେବ। ତଥାପି ମୁଁ ଆଜି ଚେଷ୍ଟା କରିବା ପାଇଁ। କାହାର ପଡ଼ିଥିବ ନେଇଯିବା, କ'ଣ ସେଟା କେତେଦିନ ରହିବ, ଅଳ୍ପ ଦିନ ହିଁ ସେଟା ନଷ୍ଟ ହେଇଯିବ। ଥରେ ମୁଁ ଯାଇଥିଲି ଗାଡ଼ି କାମ, ସେଠି ମୋତେ 900 ଟଙ୍କା ରଖିଲା। କ'ଣ ବଲକୁ ହେଇଯିବ ଭାଇ, କିଛି ନାହିଁ ଏଗୁଡ଼ାକ। ଚାଲ ଭାଇ, କାହା ଘରେ କେମିତି ସଂସ୍କାର ମିଳିଛି, ଭଗବାନଙ୍କ କୃପାରୁ ମୋତେ ଏମିତି କିଛି ସଂସ୍କାର ମିଳିନି ଆମ ଘରେ। ମୋତେ ତ ଯିଏ ଏମିତି ଚୋରି କରି ନେଇଥିଲା, ଯଦି ତା ବଦଳରେ ମୁଁ ଯଦି ଚୋରି କରିକି ଏମିତି ନେଇଥାନ୍ତି କାହାର, ସେ ବି ମୋତେ ଏମିତି ଗାଳି କରିଥାନ୍ତା ନାହିଁ। ମୁଁ ମଧ୍ୟ କିଛି କହିପାରୁନି। ହଉ ଚାଲ, ଭଲ ରୁହ କେମିତିକା। ଆମେ ତ ଆସିଛେ ମେହନତ କରିବା, ଆମ କପାଳରେ ଯାହା ଲେଖାଇଥିବ ସେଇଟା ହେବ। ଏଥିରେ କିଛି କହିବା ନାହିଁ। ଚାଲନ୍ତୁ ଏବେ ବଣ ଭିତରେ ଏଣ୍ଟ୍ରି କରିବା। କିନ୍ତୁ ଭାଇ ଯେଉଁ ମେହନତଟା ହାଣିଥିବ କିଏ ନେଇଯିବ, ହେଲେ ସତଟା ଟିକେ ବାଧ ଲାଗୁଛି।
କଷ୍ଟ ଲାଗୁଛି। ଦେଖ ଏମିତି କଣ୍ଟାରେ ଭିତରେ ପଶିକି ହାଣୁଛୁ, ସିଏ ଆସିକି ନେଇଯିବ ତୀର ଭଳିଆ, ମାନେ କେମିତି ଲାଗିବ। କ'ଣ କରିବା, ଆମର ବଣକୁ ଆସିବା କଥା ନାହିଁ, କିନ୍ତୁ ଆମ ଦରକାର ଅଛି। କିଏ ଡାକିଲି ଆସିଲେନି, ତେଣୁକରି ଭାଇ କିଏ ଆସିଲାନି ବେଲେ କାହା ଅନେଇକି ରହିଲେ ହେବନି, ଆମେ ନିଜେ କିଛି କରିବାକୁ ପଡ଼ିବ। ତେଣୁକରି କାହା ଭରସା ରହିବାଟା ଭୁଲ। ଆମର ଏଜୁକେସନ୍ ସିଷ୍ଟମ୍ ଏମିତି ହେଇଯାଇଛି, ଆଉ ତା କଥା କୁହନା, ପାଠ ପଢ଼ିକି ମଧ୍ୟ କୌଣସି ଲାଭ ନାହିଁ। ମୋ କଥା କହୁଛି ଭାଇ, ଏବେ ମୁଁ ଦେଖୁଛି ଆମ ଗାଁରେ କିଛି ଏଜୁକେଟେଡ଼ ପିଲାମାନେ, ସେମାନେ ବି ବେକାର ଅଛନ୍ତି ଗାଁରେ। ପାଠ ପଢ଼ିଲେ କ'ଣ, ଆମ ସିଷ୍ଟମ୍ ହିଁ ଖରାପ, ଏଜୁକେସନ୍ ସିଷ୍ଟମ୍ ଭାରତରେ। କ'ଣ କରିବା, ଚାଲନ୍ତୁ ଆମେ ତ କିଛି କରିବା। ମୁଁ କିଛି କରିବା ପାଇଁ ଚେଷ୍ଟା କରୁଛି, ତେଣୁକରି ଆସିଛି ବଣକୁ। ମୋ ଦ୍ୱାରା କେମିତି କ'ଣ ହେବ କିଛି ଦେଖିବା। ଏମିତି କିଛି ବଣ ରହୁଛି, ତ ସାମାନ ଦେଖିବାକୁ ତ ଏଇଟା ଆମର ବଣ, ମାନେ ଏମିତି ବଣକୁ ଆସିଲେ ଏମିତି ବାଉଁଶ ଦେଖିବାକୁ ମିଳିବ। ଆଉ ବାଉଁଶ କାଟିବାଟା ଭାଇ ବହୁତ କଷ୍ଟ। ମୁଁ ଆସିକିରି ନେକ୍ସଟ ଥର ଆସିକିରି ବଡ଼ ହଇରାଣ ହେଇଥିଲି। ଆଉ ଦେଖିବ ଭାଇ ହାତ ଗୁଡ଼ାକ, ଏ ଗୋଟେ ଫଡ଼ା ଅଛି, ଏ ଗୋଟେ ଫଡ଼ା ଅଛି, ଆଉ ଗୋଟେ ଏଇଠି ଗୋଟେ ଫଡ଼ା ଅଛି, ଆଉ ଦେହ ମୁଣ୍ଡ ଏମିତି ସବୁ ଗୁଡ଼ାକ ଫଡ଼ା ଫଡ଼ା ଏମିତି ହେଇଯାଇଛି। ଆଉ ବାଉଁଶ ନେବାଟା ବହୁତ କଷ୍ଟ, ତଥାପି ମୁଁ ଆସିଛି। ମାନେ ମନର ଜୋସ୍ ଆସିଛି, ମାନେ ମନର ଜୋସ୍ଟା ଯିବା ପୂର୍ବରୁ ହିଁ କାମ ଲଗେଇଦେବାକୁ ପଡ଼ିବ, ନହେଲେ ପରେ ଆଉ ହଇରାଣ ହେଇଯିବା। କାହିଁକିନା ଯେତେବେଳେ ମନ ହେଉଛି ସେତେବେଳେ କରିଦିଅ ଭାଇ, କାଲି କରିବା ବେଲେ ସେ ମନଟା ଇଆ ଛାଡ଼େ, ମାନେ ମନ ଚଞ୍ଚଳ, ବୁଝିଲ ନା। ମନ କେବେ ଗୋଟେ ଜାଗାରେ ରହିବନି, ଆଜି ଏଇଟା ମନ କରିଦେବ, କାଲି ସେଇଟା ମନ କରିଦେବ, ଏମିତିକା। ତେଣୁକରି ମନ କଥାରେ କେବେ ପଡ଼ୁନ, ଯେଉଁଟା ହେଉଛି ସେଇଟା କର। ତ ମୁଁ ଏଇଟା ଉପରେ କାଥିଲି ଦେଖିବା ଆସି, ହଁ ସେଇଟା ହଁ ସେଇଟା କାଟିଲି। ଦେଖ କେତେ ଲଟାରେ ବହି ମୁଁ ସେଇଟା କାଟିଲି, କିନ୍ତୁ ଧରିକି ପଲା। ଆଉ କ'ଣ କରିବା ଭାଇ, ଗାଳି ତ କରିହେବନି କାହାକୁ, କିଛି ଆଉ କିଛି କହିହେବନି, ନେଇଗଲା ପରେ ଆଉ କ'ଣ କରିବା କୁହ। ତାକୁ ମାନେ କମନ୍ ସେନ୍ସ ବୋଇଲେ ତା ଜିନିଷ ନାହିଁ ବୋଇଲେ, ଯଦି ତାର ଚାଲନ୍ତୁ ଆଉ କିଛି କହିହେବନି। ମୁଁ ପାଟିରୁ ଏବେ କହିଗଲେ ଖରାପ ଭାଷା ହିଁ ହେବ, ତେଣୁକରି ଭାଇ କଣ୍ଟ୍ରୋଲ୍ କରିଦେଉଛି। ଆଉ ଭାଇ ଯେତେବେଳେ ମୋ ମନକୁ ରାଗ ଆସୁଛି ନା, ସେତେବେଳେ ମୁଁ କ'ଣ କରୁଛି ଜାଣିଛ, ମନରେ ଗୋଟେ କଥା ଭାବୁଛି, ରାଧା ରାଧା ରାଧା। ଯେତେବେଳେ ରାଧା ରାଧା ଦେବୁ, ସେତେବେଳେ ମାନେ ମାଇଣ୍ଡ ସେଟ୍ଟା ପୁରା ଥଣ୍ଡା ହେଇଯାଉଛି, ମାନେ କଣ୍ଟ୍ରୋଲ୍ କରୁଛି ନିଜକୁ। ଆଉ ଆପଣ ମଧ୍ୟ ଯଦି ରାଗୁଛନ୍ତି କେଉଁ ସମୟରେ, ତାହେଲେ ଚୁପଚାପ ରୁହନ୍ତୁ, ଆମ ମନରେ ରାଧା ରାଧା ଜପନ୍ତୁ, ଟେନସନ୍ ଖାଲି। ଚାଲନ୍ତୁ ମେହନତ କରିବା, ଆମର ତ ହାତ ଗୋଡ଼ ଭଲ ଅଛି ନା। ଚାଲନ୍ତୁ ଆମେ ହାଣିବା ଯାଇକି, ଲୋକଙ୍କର ବୁଦ୍ଧି ସେଇଟା ଆମେ ଜାଣିଲେ, ଏବେ ହାଣିବା ଧରିକି ଚାଲିବା। ଚାଲ ଦେଖିବାକୁ ପଡ଼ିବ, ଏଇଟା ଗୋଟେ ସିଧା ବାଉଁଶ ଅଛି, ଦେଖିବା ବୋଧେ ସିଧା ହେଇଛି, ସେଇଟା ଟ୍ରାଏ କରିବା।